ବିଜୁ ଜନତା ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣଙ୍କୁ ଉପରେ ଆସ୍ଥା ପ୍ରକଟ କରି ଆଉ ଥରେ ଆପଣଙ୍କୁ ଟିକେଟ ଦେଇଛନ୍ତି। ଆପଣ ବିଗତ ଦିନରେ ମନ୍ତ୍ରୀ ଥିଲେ, 2004 ମସିହାରୁ ଆପଣ ବିଧାୟକ ରହି ଆସିଛନ୍ତି। ନୟାଗଡ଼ ବାସୀଙ୍କ ପାଇଁ ଆଉ କଣ କଣ ସବୁ ଅଧୁରା କାମ ବାକି ଅଛି ଯୋଉଟା କି ଆପଣ ଯଦି ନିର୍ବାଚନରେ ଜିତନ୍ତି ତ ତାକୁ ପୂରଣ କରିବେ? ଯେତେବେଳେ ମୁଁ ପ୍ରଥମେ ବିଧାୟକ ହଉଥିଲି ସେତେବେଳେ ଗୋଟେ ଯୁବକ ଅବସ୍ଥାରେ ଶକ୍ତି ବହୁତ ଥିଲା। ଏବେ ମଧ୍ୟ ସେ ଶକ୍ତି ଅଛି, କିନ୍ତୁ ସେତେବେଳେ ଅନୁଭୂତି ନଥିଲା, ଏକ୍ସପିରିଏନ୍ସ ନଥିଲା। ଏବେ ବହୁତ ଏକ୍ସପିରିଏନ୍ସ ବଢିଛି, ତେଣୁକରି ଶକ୍ତି ଆଉ ଅନୁଭୂତି ଏ ଦିଟା ମିଶିଗଲେ ଆମର ବହୁତ ଉନ୍ନତି ହେଇଛି। ମୋର ଏବେ ପ୍ରତ୍ୟେକଟି କଥା, କୋଉ ଗାଁରେ କଣ ଆବଶ୍ୟକତା ଅଛି, ଟାଉନରେ କଣ ଆବଶ୍ୟକତା ଅଛି, କୋଉ ପ୍ରୋଜେକ୍ଟ କଲେ ନୟାଗଡ଼ବାସୀ ଉପକୃତ ହେବେ, କୋଉ ପ୍ରୋଜେକ୍ଟ କଲେ ନୟାଗଡ଼ ଗୋଟେ ଅଗ୍ରଣୀ ନିର୍ବାଚନରେ ପରିଣତ ହବ। ତେଣୁକରି ଶକ୍ତି ସାଥିରେ ଏଇଟା ଅନୁଭୂତି ମିଶିଗଲେ ଆମର ହୁଏ ଉତ୍ପାଦ। ତ ଆଗାମୀ ଦିନରେ ଗୋଟେ ବଡ ଲଢେଇ ଦେଖିବେ କି? କାରଣ ବିଜେପିରୁ ଯିଏ ଠିଆ ହଉଛନ୍ତି ସେ ଯେମିତି କହୁଛନ୍ତି ତାଙ୍କର ଗୋଟେ ଦୃଢ ସଂଗଠନ ଅଛି, ଆଉ ଲୋକଙ୍କ ସାଥିରେ ସେ ବୁଲୁଛନ୍ତି ବିଗତ 5 ବର୍ଷ ହେଲାଣି। ଗତ 5 ବର୍ଷର ବୁଲୁନାହାନ୍ତି, ଏଇ ନିର୍ବାଚନ ଆସିଲେ 6 ମାସ 8 ମାସ ହେଲେ ଆସିକି ଭିଡ଼। ଏଇଟା ଅତୀତରେ ଆମେ ଦେଖିଛୁ, ସବୁ ବିରୋଧୀ ଦଳ ପ୍ରାର୍ଥୀ ସେୟା କରନ୍ତି। ଆଉ କୌଣସି ପ୍ରାର୍ଥୀଙ୍କ ସମ୍ପର୍କରେ କୌଣସି ମତାମତ ଦିଏନି। କେବଳ ଏତିକି କହିବି, ସେମାନେ ବଡ, ଆମେ ହଉଛୁ ନୟାଗଡ଼ର ଶ୍ରେଷ୍ଠ ମୂଲିଆ, ତେଣୁକି ଆମେ ଆଶୀର୍ବାଦର ମୂଲ ମାଗୁଛୁ। ଏତିକି ହେଲା ଫରକ। ଶେଷରେ ଆପଣ ଯୋଉ ନୟାଗଡ଼ର ଜନସାଧାରଣ ରହିଛନ୍ତି ତାଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ? ନୟାଗଡ଼ ଜନସାଧାରଣଙ୍କର ମୁଁ ହଉଛି ସର୍ବଶ୍ରେଷ୍ଠ ସେବକଟିଏ ଏବଂ ମୂଲିଆଟିଏ ଏବଂ ମୋ ପରିବାର ସଦସ୍ୟ। ମୋର ଗୋଟେ ଇଚ୍ଛା ଯେ ନୟାଗଡ଼ କେମିତି ଉନ୍ନତି କରିବ, ନୟାଗଡ଼ବାସୀଙ୍କର ଗର୍ବ ସାରା ଓଡିଶାରେ ପ୍ରତିପାଦିତ ହବ। ସେମାନେ ଗର୍ବ କରିବେ ନୟାଗଡ଼କୁ ନେଇ, ଏବଂ ନୟାଗଡ଼କୁ ବାହାରୁ ଯିଏ ଆସିବ ଏବଂ ଯିଏ ବୁଲିକି ଯିବ ସେ ଦେଖିବ ନୟାଗଡ଼ର ଉନ୍ନତି କଥା। ଯଦି ସେ ଗାଇବ ତାହେଲେ ଆମେ ଜାଣିବୁ ଆମେ କିଛି କାମ କରିଛୁ। ଏବେ ଯୋଉଟା କି ହଉଛି ଯେ ନୟାଗଡ଼ ଦେଖୁଛି ସେ କହୁଛି ଆମେ କୋଉଠିକି ଆସିଛୁ, ଆମେ ଗୋଟେ ଏତେ ବଡ ଉନ୍ନତ ସହରକୁ ଆସିଛୁ, ଏଇଟା ସେମାନେ କହୁଛନ୍ତି। ଆଉ ଆମ ଲୋକ ମଧ୍ୟ ସେଥିରେ ଗର୍ବ ଅନୁଭବ କରୁଛନ୍ତି। ଆମ ଲୋକଙ୍କର ଗର୍ବ ମୋର ହଉଛି ସେଇଆ। ସାର୍, ଆପଣଙ୍କୁ ଏତେ ସମାଲୋଚନା କରାଗଲେ ମଧ୍ୟ ଆପଣ ଆଜି ଲୋକପ୍ରିୟତାର ଏ ଯୋଉ କୌଶଳଟା କଣ ଅଛି ଆପଣଙ୍କ ପାଖରେ? ଶୁଣନ୍ତୁ, ଯୋଉମାନେ ନିନ୍ଦୁକ, ଯୋଉମାନେ ସମାଲୋଚକ, ସେମାନେ ଆଉ କଣ ପୂଜା କରନ୍ତି? ସେମାନେ ସମାଲୋଚନା କରୁଛନ୍ତି ବି ମୋ ସମ୍ପର୍କରେ ଆଲୋଚନା ହଉଛି। ତାଙ୍କ ସମାଲୋଚନା ଆଲୋଚନାର ଖୋରାକ ଯୋଗୁଁ ଏବଂ ଲୋକ ସତ୍ୟ କଣ ସେଟା ବୁଝିପାରୁଛନ୍ତି। ଯଦି ସେମାନେ ସମାଲୋଚନା ନ କରୁଥାନ୍ତେ ତାହେଲେ ମୋର ଭଗବାନଙ୍କ ଦୟାରୁ ଯେତିକି ଭଲ ଗୁଣ ଅଛି ତାହା ଆଲୋଚନା ହଉନଥାଏ। ତେଣୁ ମୁଁ ବିରୋଧୀ ଦଳକୁ ବହୁତ ବହୁତ ଧନ୍ୟବାଦ ଦଉଛି। ଆଉ ଯେତେବେଳେ ସମାଲୋଚନା କରିଛନ୍ତି ତାର ପରବର୍ତ୍ତୀ ସମୟରେ ନିର୍ବାଚନ ଆସୁଛି, ଆମ ନିର୍ବାଚନରେ ଅଧିକା ସଫଳତା ମିଳୁଛି, ଅର୍ଥାତ୍ ଜନସାଧାରଣ ସଚେତନ ଅଛନ୍ତି। ସେମାନେ ତାଙ୍କ କରୁଥିବାରୁ ଆଉ ଥରେ ବିରୋଧୀ ଦଳକୁ ଧନ୍ୟବାଦ ଦଉଛି। ଭୋଟର ମାନଙ୍କୁ ଆପଣଙ୍କର ସଚେତନତା ବାର୍ତ୍ତା କଣ ଅଛି? ମୋର ଏଇ ନେକ୍ସଟ ଯୋଉ ଟକ୍ ଆପଣମାନଙ୍କ ଆଶୀର୍ବାଦରୁ, ଜନସାଧାରଣ ଆଶୀର୍ବାଦ, ମୁଁ ଗୋଟେ ଯୋଉ କଥା ମୋର ସବୁଠୁ ଫେଭରାଇଟ ଆୱାରନେସ କ୍ୟାମ୍ପେନ, ଗୋଟେ ସମାଜକୁ ଗଠନ କରିବା ପାଇଁ ପ୍ରତ୍ୟେକ ମଣିଷ ଭିତରେ ଗୋଟେ ଆୱାରନେସ କ୍ୟାମ୍ପେନ ମୁଁ ଦିଆଯାଇପାରିବି, ସେଟା ମୋର ଗୋଟେ ବଡ ସ୍ୱପ୍ନ ଅଛି। ଓଡିଆ ଅସ୍ମିତାକୁ ନେଇକି ଯୋଉ ରାଜ୍ୟ ବିଜେପି ହୋ ହଲ୍ଲା କରୁଛି ବର୍ତ୍ତମାନ ନିର୍ବାଚନ ଲଢିବାକୁ ଯାଉଛି, ତାକୁ କେମିତି ପ୍ରତିହତ କରିବ? ଅସ୍ମିତାର ଅର୍ଥ ସେ କଣ ବୁଝୁଛନ୍ତି ମୁଁ ଜାଣିନି। ସେମାନେ ଅସ୍ମିତା କାହାକୁ କହନ୍ତି ସେ ଡେଫିନେସନ ଜାଣିଛନ୍ତି ନା ମତେ ସନ୍ଦେହ ଅଛି। ଗୋଟେ ରାଜ୍ୟର ଇତିହାସ, ଐତିହ୍ୟ, କଳା, ସଂସ୍କୃତି, ଭାଷା, ପରମ୍ପରାକୁ ନେଇକି ଆମେ ଅସ୍ମିତାର କଥା କହିବା। ଆମ ରାଜ୍ୟର ଯେତେ ସବୁ ବଡ ବଡ ମନ୍ଦିର, ତା ପାଇଁ ରାଜ୍ୟ ସରକାର ଯତ୍ନବାନ ହେଇଛନ୍ତି। ଯୋଉଟା କେନ୍ଦ୍ର ସରକାର କରିବା କଥା କଲେନି, ରାଜ୍ୟ ସରକାର କରୁଛନ୍ତି। ପ୍ରଭୁ ଜଗନ୍ନାଥ ମନ୍ଦିରର ପରିକ୍ରମା ପ୍ରକଳ୍ପ ହଉ, ପ୍ରଭୁ ଲିଙ୍ଗରାଜ ମନ୍ଦିର ହଉ, ସମଲେଇ ଠାକୁରାଣୀଙ୍କର ହଉ, ତାରାତାରିଣୀ ହଉ, ତାରିଣୀ ହଉ, ତେଶ୍ୱର ହଉ, ଯେତେ ସବୁ ବଡ ବଡ ମା, ଯେମିତି ଆମ ନୟାଗଡ଼ ଜିଲ୍ଲାରେ ଆମର ମା ଦକ୍ଷିଣକାଳୀ ମନ୍ଦିର ହଉ, ପ୍ରଭୁ ଜଗନ୍ନାଥ ମନ୍ଦିର ହଉ, ବଡଗାଁର ରଘୁନାଥଜୀ ମନ୍ଦିର ହଉ, ଶରଣପୁର ଲଲବାବୁ ମନ୍ଦିର ହଉ, ଆମର ଦୀନେଶ୍ୱର ମନ୍ଦିର ହଉ, ମଣିନାଗ ଲକ୍ଷ୍ମପୁର ଜଗନ୍ନାଥ ମନ୍ଦିର, ପଞ୍ଚ ନୀଳମାଧବ ହଉ, ଏପଟେ ଦଶପଲ୍ଲାର ମହାବୀର ହଉ,
ତା ସାଥିରେ ଯେତେ ଗାଁ ଅଛି ଛୋଟ ବଡ ମନ୍ଦିର ସବୁଠିକି ମାନ୍ୟବର ମୁଖ୍ୟମନ୍ତ୍ରୀ ପଇସା ଅଛି। ଇଏ ତ ଆମ ସଂସ୍କୃତି ଆଉ ଭାଷା ସାହିତ୍ୟ ପାଇଁ ଆଉ ଓଡିଶାର ବିଶ୍ୱ ଓଡିଆ ସମ୍ମିଳନୀ କରିକି ହଉ, ତେଣୁକରି ବହୁତ କଥା କରାଯାଉଛି। ଓଡିଆ ବିଶ୍ୱବିଦ୍ୟାଳୟ ଗଠନ କରାଯାଇଛି। ଏମାନେ କୋଉ ଅସୁବିଧା କଥା କହୁଛନ୍ତି? କେନ୍ଦ୍ର ସରକାର ନା ସଂସ୍କୃତି ବିଭାଗରୁ ନା ତାଙ୍କର ଭାଷା ସାହିତ୍ୟ ବିଭାଗରୁ ଗୋଟିଏ ଟଙ୍କା ଦେଇନାହାନ୍ତି। କେନ୍ଦ୍ରରେ ଦାୟିତ୍ୱରେ ଥାଇ ଗୋଟିଏ ଟଙ୍କା ଓଡିଶାର କୌଣସି ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରାକୁ ଦେବେ ନାହିଁ। ଇଏ କହିବେ ଅସୁବିଧାର କଥା। ମାନ୍ୟବର ମୁଖ୍ୟମନ୍ତ୍ରୀ ହଜାର ହଜାର କୋଟି ଟଙ୍କା ଦେଇଛନ୍ତି। ଇଏ ସେମାନେ ଉଠେଇବେ ଅସୁବିଧାର ପ୍ରଶ୍ନ। ମୁଁ ତେଣୁ ଭାବୁଛି ଅସୁବିଧାଟା କଣ ସିଏ ଆଗ ବୁଝ। ନିଜେ ନ ବୁଝିକି ଆଉ ଯଦି ଅସୁବିଧାର ଜ୍ଞାନ ପଢେଇବେ ତାହେଲେ ମଞ୍ଚ ବାନ୍ଧିକି ଆଲୋଚନା କରିବା ଅସୁବିଧା କାହାକୁ କୁହାଯାଏ।